ଜାଣିଛନ୍ତି ନା ମା କଣ? ମତେ ନା ଏମିତି ବି ଭାରି ଭୋକ ହେଲାଣି। ତାହେଲେ ହଁ ମୋ ପୁଅକୁ ଭାରି ଭୋକ ହଉଛି। ହଁ ଲୋ ମା। ଆରେ ହଁ ମା ମୁଁ ଜାଣିଥିଲି ମୋ ପୁଅ ଶ୍ରାବଣ ଯଦି ମୋ ପାଖକୁ ଆସିଲେ ନା ଆଚ୍ଛା ଆଚ୍ଛା ସେ ନିଶ୍ଚୟ ଖାଇବା ପାଇଁ ମାଗିବ। ତେଣୁକରି ଜାଣିଛୁ ତ ନା ହଁ ମା ମୁଁ ଆଜି ତୋ ମନ ପସନ୍ଦର ଖାଇବା ତିଆରି କରିଛି। ମୋ ମନ ପସନ୍ଦର ଖାଇବା ତିଆରି କରିଛନ୍ତି ହଁ। ତାହେଲେ ଶୀଘ୍ର ଆଣନ୍ତୁ ନା। ତାହେଲେ ଠିକ ଅଛି ଧନ ହଁ ମା ତୋ ପାଇଁ ମୁଁ ଖାଇବା ନେଇକି ଆସିଛି। ଠିକ ଅଛି ଲୋ ମା। ଶ୍ରାବଣ ହଲୋ ମା ଏ ଧନ କୁହନ୍ତୁ। ମୁଁ ତତେ ଗୋଟିଏ କଥା କହିବାକୁ ଚାହୁଁଛି। ଗୋଟାଏ କଥା କହିବି ଆଉ ମୋ କଥାଟି ତୁ ରଖିବୁ ନା? କଣ କହିଲେ ମା ଆପଣ କହିବେ ଆଉ ମୁଁ ଆପଣଙ୍କ କଥା ନ ରଖିବି? ନିଶ୍ଚୟ ରଖିବି ଲୋ ମା। ଏ ଶ୍ରାବଣ ହଁ ତୁ ତ ଜାଣିଛୁ କଣ ଲୋ ମା? ବର୍ତ୍ତମାନ ତୋ ପିତା ବୃଦ୍ଧାବସ୍ଥା। ହଁ ତ ପିତା ତ ବର୍ତ୍ତମାନ ବୃଦ୍ଧାବସ୍ଥାରେ ପହଞ୍ଚିଗଲେଣି। ହେଲେ ହେଲେ ଜାଣିଛୁ ହଁ ତୋ ପିତା ଠାରୁ ମୁଁ ଯାହା ଆଶା କରିଥିଲି ସେ ଆଶାଟି ଆଉ ତୋ ପିତା ଜମାରୁ ପୂରଣ କରିପାରୁନାହାନ୍ତି। କଣ କହିଲେ ମାତା? ଏଇ ପ୍ରତାପଗଡ଼ ନଗରୀର ସମସ୍ତ ହୀରା ନୀଳା ମୋତି ମାଣିକ୍ୟ ଆଣିଦେଇ ଆପଣଙ୍କ ପାଦ ତଳରେ ଉଜାଡ଼ି ଦେଲା ପରେ ମଧ୍ୟ ଆପଣଙ୍କ ଆଶା ଜମାରୁ ବି ମେଣ୍ଟୁନି। ଏ କଣ କହୁଛନ୍ତି ଆପଣ? ଆରେ ଏ ଶ୍ରାବଣ ହଁ ମା ଗୋଟିଏ ନାରୀକୁ ହୀରା ନୀଳା ମୋତି ମାଡ଼ିକରେ ପୋତି ଦେଲେ ମଧ୍ୟ ସେଥିରେ ତା ଆଶାଟା ପୂରଣ ହୁଏନି। ତାହେଲେ ତା ଆଶା ପୂରଣ କରିବାକୁ ମାତା ଆଉ ବି କିଛି ଦରକାର ହୋଇଥାଏ। ଆପଣ କଣ କହିବାକୁ ଚାହୁଁଛନ୍ତି? ତୁ ସତରେ ହଁ ମୋ କଥାଟା ଜମାରୁ ବୁଝୁନୁ? ନାଇଁ ଲୋ ମା ମୁଁ କେମିତି ବୁଝିପାରିବି ଲୋ ମା? ତାହେଲେ କହିଦେବି ଶ୍ରାବଣ। କୁହନ୍ତୁ ନା ମା। ଏ ଶ୍ରାବଣ ହଁ ମା ତାହେଲେ କହିଦେବି କୁହନ୍ତୁ ନା। ଶ୍ରାବଣ ହଁ ଏଇ ମୋର ଭରା ଯୌବନକୁ ଉପଭୋଗ କରି ଶ୍ରାବଣ ମୋ ମନଟାକୁ ଥରୁଟେ ତୁ ଶାନ୍ତି କରିଦେ ରେ, ଶାନ୍ତି କରିଦେ। ଇଏ କଣ କହୁଛନ୍ତି? ଜାଣିପାରୁଛନ୍ତି ତ ଆପଣ ଏସବୁ ମିଛ କହୁଛନ୍ତି ନା? ମୁଁ ଜାଣିଛି ଆପଣ ସେମିତି କେବେ କହିପାରିବେନି। ଆପଣ ଏସବୁ ଛଳନା କରୁଛନ୍ତି। ନାଇଁ ମୋ ଜମାରୁ ମିଛ କହନି ଶ୍ରାବଣ। ତାହେଲେ ମୁଁ ତତେ ସତ କହୁଛି ଶ୍ରାବଣ, ସତ କହୁଛି। ଆପଣ ଯାହା ସବୁ କହୁଛନ୍ତି ବୁଝିପାରୁଛନ୍ତି ତ? ଆପଣଙ୍କ ମୁଣ୍ଡ ଠିକ ଅଛି ତ? ସେପରି ପାପ କଥା ଆପଣଙ୍କ ପାଟିରୁ ଧରନ୍ତୁନି ମାତା। ନା କାହିଁକି ତୁ କାହିଁକି ଏମିତି କହୁଛୁ ଶ୍ରାବଣ? ସତରେ ଏଇ ମୋର ଦୋଷ। ମୁଁ ଆଉ ସମ୍ଭାଳି ପାରୁନି।
କ'ଣ କହିବି ନାଇଁ ମାତା ଆପଣ ସେମିତି କରନ୍ତୁନି ଆପଣ ଥରୁଟିଏ ବୁଝିବାକୁ ଚେଷ୍ଟା କରନ୍ତୁ ଏସବୁ ପାପ ଆରେ ଏ କିଏ କହିଲା ଏସବୁ ପାପ ବୋଲି ଆରେ ଦେଖ ଶ୍ରାବଣ ଦେଖ ତୁ ଭାବୁଛୁ ନା ଯଦି କେହି ଦେଖିଦେବେ ତାହେଲେ ତୋ ମୁଣ୍ଡରେ କଳଙ୍କର କଳା ଦାଗ ପଡ଼ିଯିବ ବୋଲି ଆରେ ନାଇଁ ରେ ନାଇଁ ଦେଖ ଶ୍ରାବଣ ଦେଖ ଏଇ ଆମ ରାଜବଂଶ ମଧ୍ୟରେ ଜମାରୁ କେହି ନାହାନ୍ତି କେବଳ ତୁ ଆଉ ମୁଁ ଏ କଥା କେହି ଜାଣିପାରିବେନି ଶ୍ରାବଣ କେହି ନୁହଁ ଏଇଟା ସତ ଯେ ଏଇ ରାଜସୁହାସ ମଧ୍ୟରେ କେହି ନାହାନ୍ତି କିନ୍ତୁ ଧର୍ମ ବୋଲି ତ ଦୁନିଆରେ କେହି ଅଛି ନାଇଁ ମାତା ମୋତେ ସେପରି ପାପ କଥା ଆଉ ଜମାରୁ କୁହନ୍ତୁ ଏ ଶ୍ରାବଣ ସତରେ ଏଇ ମୋର ଶରୀରରେ ଯୋଉ ହୁତୁ ହେଇ ନିଆଁଟା ଜଳୁଛି ଶ୍ରାବଣ ସେଇ ନିଆଁକୁ ମୁଁ ଆଉ ସମ୍ଭାଳି ପାରୁନି ରେ ଯଦି ତୁ ଚାହିଁବ ସେ ନିଆଁଟାକୁ ନିଶ୍ଚୟ ବୁଝାଇ ପାରିବ ଏ ଶ୍ରାବଣ ଯୌବନ ମୋର ସମ୍ଭାଳି ହେଉନି ଆଧନ ମଣିଆ ହଁ ଏ ଶ୍ରାବଣ ଯୌବନ ମୋର ସମ୍ଭାଳି ହେଉନି ଆଧନ ମଣିଆ ଯୌବନ ମୋର ସମ୍ଭାଳି ହେଉନି ଆଧନ ମଣିଆ ସୁନ୍ଦର ଚେହେରା ଦେଖି ତୋର ଆଜି ପାଗଳିତ ସାବତ ମା ଯୌବନ ମୋର ସମ୍ଭାଳି ହେଉନି ଆଧନ ମଣିଆ ଯୌବନ ମୋର ସମ୍ଭାଳି ହେଉନି ଆଧନ ମଣିଆ କାହିଁକି ଶ୍ରାବଣ କାହିଁକି କାହିଁକି ମୋ ମନ କଥା ଥରୁଟିଏ ବୁଝିବା ପାଇଁ ଚେଷ୍ଟା କର ଏ ଶ୍ରାବଣ ବୃଦ୍ଧ କାଳ ହେଲା ତୋହର ପିତାର ଦେହ ନାହିଁ ମତେ ଶାନ୍ତି ଛଟପଟ ହୁଏ ରାତି ଉଜାଗରେ ତ କଥାକୁ ଭାବେ ଚିନ୍ତି ହରେ ଶ୍ରାବଣ ବୃଦ୍ଧ କାଳ ହେଲା ତୋହର ପିତାର ଦେହ ନାହିଁ ମତେ ଶାନ୍ତି ଛଟପଟ ହୁଏ ରାତି ଉଜାଗରେ ତ କଥାକୁ ଭାବେ ଚିନ୍ତି ପ୍ରେମରେ ଆନ୍ଦୋଳି ମୋର ଦୟା କଥାରେ ପ୍ରେମରେ ଆନ୍ଦୋଳି ମୋର ଦୟା କଥାରେ ସହଳ ଯୌବନ ଉଛୁଳି ଥାଏ ସହଳ ଯୌବନ ଉଛୁଳି ଥାଏ ଆମ ଶରୀରରେ ଯୌବନ ମୋର ସମ୍ଭାଳି ହେଉନି ଆଧନ ମଣିଆ ଯୌବନ ମୋର ସମ୍ଭାଳି ହେଉନି ଆଧନ ମଣିଆ
सतरे श्रावण एई मो रूप यौवन देखिकी एपर्यंत तो मनरे टिके मध्य किछि हयोनी हेले मो भाबुतली तो होछु गोटे पुरुष हेले तू पुरुष नारे गोटे कलंक कलंक मो आजी जानि पारुछि तू पुरुष नुह तू होछु गोटे नपुंसक नपुंसक कौन कहले मु कहबी आपण को मु आपण को जो मां भली भाबुथिली तो मां भली देवी भली पूजा करी आसुथिली आपण मां नुहति आपण होचंती मानारे गुडाई कलंक आपण होचंती गोटाए काल नागुड़ी हाँ हाँ मां नुहति आपण होचंती गोटाए काल नागुड़ी आपण होचंती गोटाए पिशाचुरी आपण होचंती गोटाए डाहारी कौन कहलो तुम आज काल नागुड़ी कहलो हाँ तो जेतेबेले मते काल नागुड़ी संपादना देई दे श्रावण ए काल नागुड़ी अंकट को संभाली ने देख मो तते सतर पाई कहछि मो प्रस्ताव रे राजी हेई जा श्रावण राजी हेई जा ना पूर्व दिगर सूर्य पश्चिम उदय हेले मध्य केबे हेले ये श्रवण से परि पाप कर्म करि परिबनी केबे नुह ताहेले तुम प्रस्ताव रे जमारु राजी न ना ताहेले मो पाछटा को आगे बंबाई बाध्य कर दे श्रावण बाध्य आसी जा श्रावण आसी जा